ଭାରତୀୟ ସଂସ୍କୃତିରେ ଆୟୁର୍ବେଦ ଏବଂ ଅଧ୍ୟାତ୍ମ ପରସ୍ପର ସହିତ ଅଙ୍ଗାଅଙ୍ଗୀ ଭାବରେ ଜଡ଼ିତ। ଆଜି ଆପଣମାନଙ୍କୁ ଭଗବାନ ଶିବଙ୍କର ପଦୋଦକ ବା ପାଦୁକର ଔଷଧୀୟ ଗୁଣ ବିଷୟରେ କହିବି। ଡେରି ନକରି ଆସନ୍ତୁ ଦେଖିବା। ପଦୋଦକ ବା ପାଦୁକ କହିଲେ ପାଦଧୁଆ ପାଣି। ଶିବ ମନ୍ଦିରରେ ଶିବଲିଙ୍ଗଙ୍କୁ ସ୍ନାନ କରାଯାଇଥିବା ଜଳକୁ ଶିବଙ୍କର ପାଦୁକା କୁହାଯାଏ। ଏହାର ଆଧ୍ୟାତ୍ମିକ ମହତ୍ଵ ରହିଥାଏ। ଯେତେବେଳେ ଶିବଙ୍କୁ ବିଭିନ୍ନ ପ୍ରକାର ଉପଚାର କରାଯାଏ, ଶିବଲିଙ୍ଗରେ ଜଳ ଢଳାଯାଏ, ସେତେବେଳେ ସେଥିରେ ଥିବା ମନ୍ତ୍ର ଶକ୍ତି ସଂସ୍ପର୍ଶରେ ସେହି ଜଳ ଆସିଥାଏ। ଏହା ସହିତ ସେହି ସମୟରେ ପୂଜାରୀଙ୍କ କଣ୍ଠରୁ ଓମ୍ ନମଃ ଶିବାୟ ଏହି ମହାମନ୍ତ୍ର ପଞ୍ଚାକ୍ଷରୀ ମନ୍ତ୍ର ସଦାସର୍ବଦା ବାହାରୁଥାଏ। ତେଣୁ ମନ୍ଦିରର ପରିବେଶରେ ମଧ୍ୟ ଏହି ମନ୍ତ୍ର ଗୁଞ୍ଜରିତ ହେଉଥାଏ। ଠିକ୍ ସେହିଭଳି ଏହି ମନ୍ତ୍ର ସଂସ୍ପର୍ଶରେ ଯେତେବେଳେ ସେହି ଜଳ ଆସିଥାଏ, ସେହି ଶକ୍ତିକୁ ମଧ୍ୟ ନିଜ ଦେହରେ ଧାରଣ କରିଥାଏ। ତେଣୁ ପାଦୁକର ଆଧ୍ୟାତ୍ମିକ ମହତ୍ଵ ନିଶ୍ଚିନ୍ତ ଭାବରେ ରହିଛି, ଯାହାକୁ ପାନ କରିବା ଦ୍ୱାରା ଆମ ଭିତରେ ଶିବଙ୍କର ଶକ୍ତିର କିଛି ଅଂଶ ଆସିଯାଇଥାଏ। ଯଦି ମନ୍ଦିରର ଶିବଲିଙ୍ଗରେ ପରମାତ୍ମା ବାସ କରୁଥାନ୍ତି, ତେବେ ଆମ ଶରୀର ଭିତରେ ଆତ୍ମା ବାସ କରୁଛି। ସେହି ପରମାତ୍ମାଙ୍କ ସଂସ୍ପର୍ଶରେ ଆସିଥିବା ପାଦୁକ ଆମେ ପାନ କଲେ ଆମ ଆତ୍ମାକୁ ତାହା ଶୁଦ୍ଧ ଏବଂ ପବିତ୍ର କରିଦେଇଥାଏ। ଏବଂ ଶାସ୍ତ୍ରରେ ଯେଉଁ ଶିବୋହମ୍ କଥା କୁହାଯାଇଛି, ଅର୍ଥାତ୍ ଆତ୍ମା ନିଜେ ହିଁ ସେହି ପରମାତ୍ମା ଶିବଙ୍କର ସ୍ୱରୂପ, ତାହା ଅତ୍ୟୁକ୍ତି ହୋଇନଥାଏ। ଯେଉଁ ମନ୍ଦିରରେ ବିଧିବଦ୍ଧ ଶାସ୍ତ୍ର ଅନୁସାରେ ଶିବଙ୍କର ଉପଚାର କରାଯାଇଥାଏ, ପୂଜାର୍ଚ୍ଚନା କରାଯାଇଥାଏ, ଯେଉଁ ମନ୍ଦିରରେ କୁଟାଲିଙ୍ଗ ସ୍ୱୟଂ ଶମ୍ଭୁ ବିଦ୍ୟମାନ ଥାନ୍ତି, ସେଠାକାର ପାଦୁକ ନିଶ୍ଚିନ୍ତ ଭାବରେ ଶିବଙ୍କର ଶକ୍ତିକୁ ଧାରଣ କରିଥାଏ। ପ୍ରତ୍ୟେକ ମନ୍ଦିରର ନିଜର ପୂଜାର୍ଚ୍ଚନାର ସମୟ ଥାଏ। ଭୋର ସମୟ ବା ସକାଳ ସମୟ, ଯେତେବେଳେ ଅନ୍ୟ କୌଣସି ଭକ୍ତ ଆସିନଥିବେ ବା ସେହି ଭକ୍ତମାନଙ୍କର ଆଣିଥିବା ପୂଜାର୍ଚ୍ଚନା ସାମଗ୍ରୀ ଶିବଙ୍କୁ ଅର୍ପଣ କରାଯାଇ ନଥିବ। କେବଳ ମନ୍ଦିରର ପୂଜକମାନେ ମନ୍ଦିର ଉଦ୍ଦେଶ୍ୟରେ, ସାର୍ବଜନିକ ଉଦ୍ଦେଶ୍ୟରେ ପୂଜା କରିଥିବେ। ତାହା ପର ପାଦୁକ ବା ସଂଗୃହୀତ ପାଦୁକ ସବୁଠାରୁ ଉତ୍କୃଷ୍ଟ ଅଟେ, କାହିଁକି ନା ସେଥିରେ ଅନ୍ୟ କୌଣସି ବ୍ୟକ୍ତିଙ୍କର ପୂଜା ସାମଗ୍ରୀ ଏବଂ ତାଙ୍କର ଉଦ୍ଦେଶ୍ୟ ମିଶି ନଥାଏ। ତେଣୁ ତାହା ସବୁଠାରୁ ପବିତ୍ର ଅଟେ। ସକାଳ ସମୟରେ ମନ୍ଦିର ଯାଇ ପାଦୁକ ପାନ କଲେ ତାହାର ଲାଭ ଆପଣମାନେ ନିଶ୍ଚିନ୍ତ ଭାବରେ ପାଇପାରିବେ। ଖୁବ୍ କମ୍ ବା ଅଳ୍ପ ପରିମାଣରେ ପାଦୁକକୁ ଗ୍ରହଣ କରନ୍ତୁ ଏବଂ ଖାଲି ପେଟରେ ଗ୍ରହଣ କଲେ ତାହା ଶରୀର ପାଇଁ ହିତକାରୀ ହୋଇଥାଏ। ଶିବଙ୍କ ପାଦୁକରେ ଥାଏ କ'ଣ? ଅନେକ ଗୁଡ଼ିଏ ଜିନିଷର ମିଶ୍ରଣ ଥାଏ, ଯେଉଁଗୁଡ଼ିକ କି ନିଜ ଭିତରେ ଗୋଟିଏ ଗୋଟିଏ ଔଷଧ। ଗଙ୍ଗା ଜଳ, ନଡ଼ିଆ ପାଣି, କ୍ଷୀର, ମହୁ, ଶ୍ରୀକର୍ପୂର, ବେଲପତ୍ର, ବିଭୂତି ବା ଭସ୍ମ, ଚନ୍ଦନ, ପଞ୍ଚାମୃତ, ଦହି, ଗୁଡ଼, ଘିଅ ଇତ୍ୟାଦି, ପୁଷ୍ପ ବା ଫଳର ଅଂଶ, ଆଖୁ ରସ, ଦୁଦୁରା, ଭାଙ୍ଗ, କଦଳୀ ଏବଂ ଏହି ପାଦୁକକୁ ତମ୍ବା ପାତ୍ରରେ ରଖାଯାଇଥାଏ। ତେଣୁ ତମ୍ବା ପାତ୍ରରେ ଥିବା କଣିକାର ଗୁଣ ମଧ୍ୟ ଏହା ମଧ୍ୟରେ ଥାଏ। ପାଦୁକ ସେବନ ବେଳେ ଗୋଟିଏ ବିଶେଷ ସାବଧାନତା ଅବଲମ୍ବନ କରିବେ। ବିଭୂତି ବା ଭସ୍ମ, ଦୁଦୁରା, ଭାଙ୍ଗ ଏସବୁ ବିଶେଷ ଦିନରେ ଏବଂ ସମୟରେ ଲିଙ୍ଗ ଉପରେ ଲେପନ କରାଯାଇଥାଏ, ଯାହାର ଆଧିକ୍ୟ ଆମ ପାଇଁ କ୍ଷତିକାରୀ ହୋଇପାରେ। ତେଣୁ ସେଗୁଡ଼ିକ ଲେପନ କରିବା ପୂର୍ବରୁ ସଂଗୃହୀତ ପାଦୁକ ଆପଣମାନେ ସେବନ କରିବା ଆବଶ୍ୟକ। ଏହି ପାଦୁକର ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟି ଫଙ୍ଗାଲ ଔଷଧୀୟ ଗୁଣ ଥାଏ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍ ଓ ମିନେରାଲ ମଧ୍ୟ ଥାଏ। କ୍ୟାଲସିୟମ, ଆଇରନ୍
ଫସ୍ଫରସ୍, କପର ଏବଂ ଭିଟାମିନ୍ ଇ ଇତ୍ୟାଦି। ଏହାର ବାତ, ପିତ୍ତ, କଫ ନାଶକ ଗୁଣ ରହିଥାଏ ଏବଂ ଏହାର ମୁଖ୍ୟ ଉପାଦାନ ଯାହାକି ବେଲପତ୍ର ତାର ଉଦର ରୋଗନାଶକ ଗୁଣ ଥାଏ। ପେଟର ବିଭିନ୍ନ ପ୍ରକାର ସମସ୍ୟା, ଗ୍ୟାସ୍, ଏସିଡିଟି, ଅଲସର ଏସବୁ ସମସ୍ୟାକୁ ବେଲପତ୍ର ସମାଧାନ କରିଥାଏ। ଏହାଛଡ଼ା ଶିବଙ୍କର ପାଦୁକ ପାନ ଦ୍ୱାରା ବିଭିନ୍ନ ପ୍ରକାର ମାନସିକ ବିକୃତି ନଷ୍ଟ ହୁଏ, ମାନସିକ ଶାନ୍ତି ଆସିଥାଏ। କାରଣ ଏଥିରେ ଥିବା ଶ୍ରୀକର୍ପୂରର ଅଂଶ ଏବଂ ମହୁ ଏ ଦୁଇଟି ଯାକ ଆମ ସ୍ନାୟୁ ଉପରେ କାର୍ଯ୍ୟ କରିଥାନ୍ତି ଏବଂ ସ୍ନାୟୁ ବ୍ୟବସ୍ଥାକୁ ସମଗ୍ର ଶରୀରକୁ ଠିକ୍ ଭାବରେ ସଞ୍ଚାଳିତ କରିବା ପାଇଁ ଆବଶ୍ୟକ ପୁଷ୍ଟି ଯୋଗାଇଥାନ୍ତି। ପାଦୁକରେ ଥିବା ପ୍ରତ୍ୟେକ ଉପାଦାନର ଔଷଧୀୟ ଗୁଣ ରହିଛି। ଏହି ପାଦୁକକୁ କେଶର ଗୋଟିଏ ବିଶେଷ ସମସ୍ୟାରେ ଉପଯୋଗ କରିହେବ। ଯଦି ପ୍ୟାଚି ହେୟାର ଲସ୍ ହେଉଛି, ଅର୍ଥାତ୍ ପ୍ୟାଚ୍ ହେଇକି ଗୋଲ ଆକାରରେ ଚୁଟି ଉପୁଡୁଛି, ତାହେଲେ ଏଇଭଳି ସମସ୍ୟାରେ ଭଗବାନ ଶିବଙ୍କୁ ପ୍ରାର୍ଥନା କରି ତାଙ୍କର ପାଦୁକକୁ ନିୟମିତ ମୁଣ୍ଡରେ ଲଗାଇ ଏହାକୁ କିଛି ସମୟ ପରେ ଧୋଇଦେଲେ କିଛି ମାସ ଭିତରେ ଆପଣଙ୍କର ଏହି ରୋଗ ଦୂର ହୋଇଯାଏ ଏବଂ ପୁନର୍ବାର ଚୁଟି ସେହି ଜାଗାରେ କଅଁଳି ଆସିଥାଏ।